ନମସ୍କାର ବନ୍ଧୁଗଣ, ସ୍ୱାଗତ ଆପଣମାନଙ୍କୁ ଆମର ଏହି ତୁଳା ରାଶିଫଳ ଭିଡ଼ିଓକୁ। ଆଜି ଆମେ କଥା ହେବାକୁ ଯାଉଛୁ ତୁଳା ରାଶିର ବ୍ୟକ୍ତିମାନଙ୍କ ବିଷୟରେ। ଜୁନ 2, 2026 ଠାରୁ ଆପଣଙ୍କର ଜୀବନରେ କିଛି ଏମିତି ଘଟଣା ଘଟିବାକୁ ଯାଉଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। କିଛି ଲୋକ ଆପଣଙ୍କ ଭଲକୁ ସହିପାରୁନାହାନ୍ତି। ଆପଣଙ୍କ ସଫଳତା, ଆପଣଙ୍କ ଧନ, ଆପଣଙ୍କ ଭାଗ୍ୟ ଓ ଆପଣଙ୍କ ଉନ୍ନତି ଦେଖି ଅନେକ ଲୋକ ଈର୍ଷା କରୁଛନ୍ତି। ସେଥିପାଇଁ ଗୁପ୍ତ ଭାବରେ ଆପଣଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ରଚାଯାଇଅଛି। ବନ୍ଧୁଗଣ, ଏହି ସମୟରେ ତୁଳା ରାଶିର ଲୋକମାନେ ଅଧିକ ସତର୍କ ରହିବା ଦରକାର। କାହାକୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ। ଆପଣଙ୍କ ନିକଟତମ ଲୋକ ମଧ୍ୟ ଆପଣଙ୍କୁ ଧୋକା ଦେଇପାରନ୍ତି। ଯେଉଁ ଲୋକଙ୍କୁ ଆପଣ ନିଜର ଭାବୁଛନ୍ତି ସେମାନେ ହିଁ ଆପଣଙ୍କ ଗୁପ୍ତ କଥା ଅନ୍ୟମାନଙ୍କୁ କହିପାରନ୍ତି। ଏହି କାରଣରୁ ଆପଣ ମାନସିକ ଚାପରେ ରହିପାରନ୍ତି। କିନ୍ତୁ ଭୟ କରିବାର କୌଣସି କାରଣ ନାହିଁ, କାରଣ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିଛି। ଶନିଦେବଙ୍କ ଦୃଷ୍ଟି ମଧ୍ୟ ଆପଣଙ୍କୁ ଖରାପ ସମୟରୁ ବାହାର କରିବ। ଯେତେ ବଡ଼ ସମସ୍ୟା ଆସୁନାହିଁ, ଶେଷରେ ବିଜୟ ଆପଣଙ୍କର ହେବ। ଯେଉଁମାନେ ଆପଣଙ୍କ ବିରୁଦ୍ଧରେ ଚକ୍ରାନ୍ତ କରୁଛନ୍ତି ସେମାନେ ନିଜେ ନିଜ ଜାଲରେ ଫସିଯିବେ। ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆପଣ ଯଦି କୌଣସି ବଡ଼ କାମ କରିବାକୁ ଯାଉଛନ୍ତି ତେବେ ଭଲ ଭାବରେ ଭାବିଚିନ୍ତି କାମ କରନ୍ତୁ। କାହା ସହିତ ଟଙ୍କାର ଲେନଦେନ କରିବା ପୂର୍ବରୁ ସତର୍କ ରୁହନ୍ତୁ। କେହି ଆପଣଙ୍କୁ ଠକି ପାରନ୍ତି। ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଶୁଭ ସମୟ ମଧ୍ୟ ଆସୁଅଛି। କିନ୍ତୁ ଭାଗିଦାରରେ କାମ କରିବାକୁ ହେଲେ ଭଲ ଭାବେ ଯାଞ୍ଚ କରନ୍ତୁ। ପରିବାର ଭିତରେ କିଛି ତଣାତଣି ଦେଖାଦେଇପାରେ। ଛୋଟ ଛୋଟ କଥାରୁ ବଡ଼ ଝଗଡ଼ା ହୋଇପାରେ। ସେଥିପାଇଁ ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ଯଦି ଆପଣ ଶାନ୍ତ ରହିବେ, ସମସ୍ତ ସମସ୍ୟା ଆପେ ଆପେ ସମାଧାନ ମଧ୍ୟ ହୋଇଯିବ। ତେଣୁ ଆପଣ ଶାନ୍ତ ମଧ୍ୟ ରୁହନ୍ତୁ। ଆପଣଙ୍କର ଯଦି ପ୍ରେମ ଜୀବନରେ ନଜର ପକାଇବା, ତେବେ ପ୍ରେମ ସମ୍ପର୍କରେ ଥିବା ଲୋକମାନଙ୍କ ଠାରୁ ଆପଣ ସତର୍କ ରୁହନ୍ତୁ। ତୃତୀୟ ବ୍ୟକ୍ତି ପ୍ରବେଶ ଆପଣଙ୍କ ସମ୍ପର୍କକୁ ଖରାପ କରିପାରେ। ଅନାବଶ୍ୟକ ସନ୍ଦେହ ଆପଣଙ୍କ ଭଲ ପାଇବାକୁ ନଷ୍ଟ କରିଦେଇପାରେ। ତେଣୁ ଏକା ପରକୁ ବିଶ୍ୱାସ କରନ୍ତୁ ଓ ସମୟ ଦିଅନ୍ତୁ। ଚାକିରି କରୁଥିବା ଲୋକମାନଙ୍କ ପାଇଁ ଏହି ସମୟରେ କିଛି ନୂଆ ସୁଯୋଗ ଆସିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। କିନ୍ତୁ କେହି କେହି ଆପଣଙ୍କ ବିରୁଦ୍ଧରେ ଅଫିସରେ ଖରାପ କଥା କହିପାରନ୍ତି। ତେଣୁ ନିଜର କାମ ଉପରେ ଧ୍ୟାନ ଦିଅନ୍ତୁ ଓ ଅନ୍ୟଙ୍କ କଥାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ, ଯାହାଫଳରେ କି ଆପଣଙ୍କର ଜୀବନ ସଫଳ ମଧ୍ୟ ହେବ। ଆର୍ଥିକ ସ୍ଥିତି ଧୀରେ ଧୀରେ ଭଲ ହେବ। ଅଟକିଥିବା ଟଙ୍କା ଫେରି ପାଇବେ। ନୂଆ ଆୟର ମାର୍ଗ ଖୋଲିବ। ଯଦି ଆପଣ ଦୀର୍ଘ ଦିନ ଧରି କୌଣସି ଟଙ୍କା ନେଇ ଚିନ୍ତିତ ଥିଲେ ତେବେ ସେହି ସମସ୍ୟାର ସମାଧାନ ହେବ। କିନ୍ତୁ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଦରକାର। ଅଧିକ ଚିନ୍ତା କରୁଥିବାରୁ ମୁଣ୍ଡ ବ୍ୟଥା, ନିଦ୍ରା ନ ଆସିବା ଓ ଦୁର୍ବଳତା ଦେଖାଯାଇପାରେ। ସକାଳୁ ଶୀଘ୍ର ଉଠି ପ୍ରଭୁଙ୍କ ନାମ ନିଅନ୍ତୁ। ହନୁମାନ ଚାଳିସା ପାଠ କରନ୍ତୁ। ଏହା ଆପଣଙ୍କୁ ନକାରାତ୍ମକ ଶକ୍ତିରୁ ରକ୍ଷା କରିବ। ଏବଂ ଯଦି ଆପଣଙ୍କୁ ସମୟ ହେଉଛି ତେବେ ହରେକୃଷ୍ଣ ମହାମନ୍ତ୍ର ମଧ୍ୟ ଜପ କରନ୍ତୁ, ଯାହାଫଳରେ କି ଆପଣଙ୍କର ଜୀବନରେ ବହୁତ ମାତ୍ରାରେ ଉନ୍ନତି ଆସିବ। ଏବଂ ଶ୍ରୀମଦ୍ ଭଗବତ ଗୀତା ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ ପଢ଼ିବା ବେଳେ ଆପଣଙ୍କର ଜୀବନରେ ଏକ ବିରାଟ ବଡ଼ ପରିବର୍ତ୍ତନ ମଧ୍ୟ ଆସିବ। ଘରେ ଖୁସିର ପରିବେଶ ରଖିବା ପାଇଁ ଆପଣ ପ୍ରତ୍ୟେକ ଦିନ ମା ମଙ୍ଗଳାଙ୍କର ମନ୍ଦିରକୁ ଯାତ୍ରା କରନ୍ତୁ। ଦେଖିବେ ବହୁତ ମାତ୍ରାରେ ଆପଣଙ୍କର ମଙ୍ଗଳ ଘଟିବ।
ଯଦି ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପାଉନାହାନ୍ତି, ତେବେ ଦେଖନ୍ତୁ ଏହି ଜୁନ୍ 2 ତାରିଖ ଠାରୁ ପରୀକ୍ଷାରେ ଭଲ ଫଳ ମିଳିବ। ଯେଉଁମାନେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଛନ୍ତି, ସେମାନଙ୍କ ପାଇଁ ଶୁଭ ସମ୍ବାଦ ମଧ୍ୟ ମିଳିପାରେ। ବନ୍ଧୁଗଣ, ଆପଣଙ୍କ ପାଇଁ ଏକ ବିଶେଷ ଉପାୟ। ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ହନୁମାନ ମନ୍ଦିରକୁ ଯାଇ ସୋରିଷ ତେଲର ଦୀପ ଜଳାନ୍ତୁ। ଏହା ସହିତ ଓମ୍ ହନୁମତାୟ ନମଃ ମନ୍ତ୍ର 108 ଥର ଜପ କରନ୍ତୁ। ଏହା ଆପଣଙ୍କର ଜୀବନର ସମସ୍ତ ବାଧା ଦୂର କରିବ। ଏବେ ଆପଣଙ୍କର ଜୀବନରେ ନୂଆ ଅଧ୍ୟାୟ ଆରମ୍ଭ ହେବ। ଆପଣ ଯାହା ଚାହିଁବେ ଧୀରେ ଧୀରେ ସେହି କାମ ପୂରଣ କରିବେ। କେବଳ ଧୈର୍ଯ୍ୟ ରଖନ୍ତୁ ଏବଂ ଭଗବାନଙ୍କ ଉପରେ ଭରସା କରନ୍ତୁ। ତେବେ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ। ଯଦି ଆପଣଙ୍କର ତୁଳା ରାଶି ହୋଇଥାଏ, ତେବେ କମେଣ୍ଟରେ ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରିବା ସହ ସେୟାର ମଧ୍ୟ କରନ୍ତୁ। ଏବଂ ଆମ ଚ୍ୟାନେଲଟିକୁ ଯଦି ନୂଆ କରି ଆସିଥିବେ, ତେବେ ସବସ୍କ୍ରାଇବ୍ କରି ଘଣ୍ଟି ଚିହ୍ନକୁ ଅନ୍ କରନ୍ତୁ, ଯାହାଦ୍ୱାରା ଆଗାମୀ ସମସ୍ତ ରାଶିଫଳ ଭିଡ଼ିଓ ସବୁଠାରୁ ପ୍ରଥମେ ଆପଣ ପାଇପାରିବେ। ଜୟ ଜଗନ୍ନାଥ।